ବୁଝିଆ ଯାଇଥିଲା ଏଇଠି। ହ୍ୟାଲୋ ଶୁଭୁଛି ନା ନାଇଁ? ଯୋଉ କରିବାକୁ ଗୋଟେ କହିଥିଲେ। ଆୟୁଷ୍ମାନ ହ୍ୟାଲୋ ଆରେ ଆୟୁଷ୍ମାନ ତୁ ନା ଆଉ କିଏ ବେନିଫିଟ ରେ? ୟେସ୍ ହ୍ୟାଲୋ ସାର୍ ମୁଁ ୟେସ୍ ସାର୍ ମୁଁ। ହଁ। ସେ ଯୋଉ ଭ୍ୟାକ୍ସିନ ବୁକ୍ କଲେ? ହୁଁ ହୁଁ ହୁଁ। କୋଉଠି ହେଲା? ଏସ୍ ସି ବି। ସାର୍ ମୁଁ ଏଇନା ତ ନେଇପାରିବେନି? ହୁଁ ହୁଁ। ମାନେ ଥଣ୍ଡା ହେଇଛି ନା ଆପଣଙ୍କୁ? ଥଣ୍ଡା ବା ଆଜି ନେଇକି ଆଇଛି ଆଜିଥ୍ରୋମାଇସିନ ଖାଇବି ଖାଇଲା ପୂର୍ବରୁ ମଣ୍ଟେକିଲସ ଖାଇଲି ମାନେ ଖାଇବି ଖାଇଲା ପରେ। ଥଣ୍ଡା କଣ ଅଜିଥ୍ରୋମାଇସିନ କାଇଁ ହେଲେ ଖାଉଛନ୍ତି? ବି ହେଲେ ବି କଲା ପୂର୍ବରୁ ଟେଷ୍ଟ କରିକି କରିଦେବେ। କଣ କରୋନା ଟେଷ୍ଟ କରିବି? ଆଜ୍ଞା ସାର୍। ଆଉ ନାଇଁ ସତରେ ନଥିଲେ ବି ସାର୍ ସେ ହଁ କହିଦେବେ ନଥିଲେ ବି ପିଲା ସେ ହଁ ଯାଉଛି କହିଦବ। ପିଲା ବାଟରେ ତମେ ତାକୁ ହୁଇସିଲ ମାରି ଡାକିବ। ଏ ସାର୍ ନଥିଲେ ବି ସେ ହଁ କହିଦେବେ ଅଛି ବୋଲି। ଆବେ ଦେଖେ ତତେ ଟିକେ ତୁ ଖାଲି ସେଠି ଛିଙ୍କି ଦେ ଖାଲି ମୁଁ ସେଇଠି ଖାଲି ଟିକେ ଖାଲି ଛିଙ୍କି ଦେବି ନାଇଁ ମତେ ନାଇଁ କହିବେ ତମକୁ କରୋନା ମେଡିକାଲରେ ହେଇଛି। କରୁଛନ୍ତି ସ୍ୱାବ ଟେଷ୍ଟ ୟେସ୍ ସାର୍। କରୁଛନ୍ତି। ଆବେ ଟୋଟାଲି ଦରକାର ନାହିଁ କରୋନା ହେଇଥିଲେ ବି ତୁ ଗୋଟେ ବିଷୟ କଥା ଭାବିଲୁ ଯୋଉ ପରିବା ଦୋକାନୀ ସବୁ ପରିବା ବିକୁଛନ୍ତି ସିଏ କେଇଥର ଯାଇ ଟେଷ୍ଟ କରୁଛନ୍ତି ତାଙ୍କୁ କରୋନା ହେଇନଥିବ? ତାଙ୍କୁ 6 ଥର କରୋନା ହେଇକିରି 6 ଥର ଛାଡିବଣି। ସିଏ ତାର ହବ ଛାଡିବ ତମେ ଯଦି ଏମିତି ଭାବିବ ଯେ ଆଉ ଆମେ ଏତେ ୱିକ ନୁହଁ ଯେ କରୋନା ହେଇଗଲେ ଆମେ ମରିଯିବା। ୟେସ୍ ସାର୍। ଆପଣଙ୍କୁ ଥଣ୍ଡା ହେଇଛି ଏବେ ମେଡିସିନ ଖାଇ ଶୋଇ ପଡନ୍ତୁ। ମୁଁ ବା ସେୟା କରିବି ଆଉ ଟିକେ ପରେ ତମ କ୍ଲାସ ସଇଲା ପରେ କଣ କରିବି କହିଲୁ ମାନେ ଟିକେ ୟା ଡେରି ପୂର୍ବରୁ ଖାଇଦିଅନ୍ତୁ ନିଦ ହେଇଯିବ। ସାର୍ ଆଜିଥ୍ରୋମାଇସିନରେ ସେଇଥିପାଇଁ ତ ମୁଁ ନିଦ ବହୁତ ଖାଉନଥିଲି ହେଇଯିବ ଏତେ ତ। ଦିନ ଯାଏ। ଆରେ ହଁ ବେ ମୁଁ ସେଥିପାଇଁ ମଲ୍ଟିକିଲସ ଖାଉନଥିଲି ମୁଁ ଦେଖିଲି ଏତେ ଦିନ ଯାଏ ନର୍ମାଲ ମେଡିସିନ ଖାଉଥିଲି ଦେଖିଲି ଆଉ କାମ ନୁହଁ ସେଥିପାଇଁ ବାଧ୍ୟ ହେଇ ଆଜି ମଲ୍ଟିକିଲସ ଆଇଁଲି। ଅଜିଥ୍ରୋମାଇସିନ ସାର୍ ବହୁତ ନିଦ ହେଇଯିବ ତ। ମତେ କାଟୁ କରେଇନି ବେ। ଆପଣ ସେପଟେ ନଉଛନ୍ତି ଆଉ କାଟୁ କୁଆଡୁ କରିବ। ନା ନା ନିଆ ହେଇନି ମୁଁ ଭାବୁଥିଲି ପରଦିନ ନେଇଯାଇଥାନ୍ତି କମି ଯାଇଥାନ୍ତା କାର ଗୋଟେ ବାର୍ଥଡେ ଥିଲା ତମ ଭିତରୁ କେହି ଦେଲେନି। ଗୋଟେ ଫାଷ୍ଟର ଗୋଟେ ଝିଅଟାକୁ ମାଗିଛି ଯେ ସେ କହିଛି ଥଣ୍ଡା ଭଲ ହେଲେ ଦବ। ତମର ତ କେହି ସେପଟେ ଦେଲେନି। ବି ଆମକୁ ଛାଡିକି ସେପଟେ ବି? ନା ନା ତମକୁ ଛାଡିକିରି ମାନେ ତମକୁ କେତେବେଳେ ଧରିନି କି ତାଙ୍କୁ ବି କେତେବେଳେ ଧରିନି। ତମମାନଙ୍କୁ ତ କେହି ଦେଲେନି କାହାକୁ ଗୋଟେ ମାଗିଥିଲି ଏଇଠି ବା କେହି ଦେଇନାହାନ୍ତି ତମର। ବୁଝିଲେ ବିଶ୍ୱଜିତ ପଳେଇଲା ସାଙ୍ଗେ ସାଙ୍ଗେ। ସେ ହଉ କଣ? ମାନେ ଗୋଟେ କେହି ଗୋଟେ ମାନେ ଏଇ ବ୍ରାହ୍ମଣଙ୍କୁ ମଦଦାନ କରେ ଯୋଉ ପୁଣ୍ୟ ସେଇଟା କେହି ବୁଝୁନାହାନ୍ତି। ତମ ପିଲାଙ୍କୁ କହି କହି ଦଉନାହାନ୍ତି। ଆମେ ଦେଇଦବୁ। ଆଗକୁ ବା ସାର୍ ସେଇଟା ବାର୍ଥଡେ ପିଇଲେ ଅଛି। ଛାଡିଯିବ ଥଣ୍ଡା କଣ ହେଇଛି ଆରେ ସେଇ ସେଇଟା କଥା ପିଇଲେ ଥଣ୍ଡା ଛାଡିଯିବ। ଆରେ ସେଇ କଥା ମୁଁ ଭାବୁଥିଲି ରମ୍ ଟିକେ ମାରିଦବା। ତାପରେ ମୁଁ କହିଲି ନା ଥାଉ ପିଲାଙ୍କ ଏକ୍ଜାମ ଅଛି ଯଦି ଉପରୁ ଟିକେଟ କାଟିଦେବି ଅସୁବିଧା। ହଉ କାଲି ତ ମୁଁ କହିଥିଲି ନା ଇଏ କରିବାକୁ। ହ୍ୟାଲୋ ସେ ଯୋଉ କୋଶ୍ଚିନ୍ ଟା ଦେଖିବାକୁ ତ ମୁଁ କହିଥିଲି ନା। ବୁଝିଲ ତମ ପିଲା ଗୁଡା ଯେମିତି ମୁଁ ସତେ ମୁଁ ସିରିୟସଲି କହୁଛି ଯେମିତି ମଜାକରେ ନେଇଯାଉଛନ୍ତି ଦଉନାହାନ୍ତି। ପୁରା ହାଫ୍ ଫୁଲ ତ ଫୁଲ ହାଫ୍ ଗୋଟା ବି ଦଉନାହାନ୍ତି ସେ ଫାଷ୍ଟ ଇୟର ଛୁଆ ବି ସେଇଭଳିଆ ତାଙ୍କୁ କହିଦେଲେ କହୁଛନ୍ତି ହଁ ଦେଇଦବୁ। ତାପରେ ଦଉନାହାନ୍ତି ଆଉ। ଫାଷ୍ଟ ଇୟର କେତେବେଳେ ହଉଛି? ଏ ତାଙ୍କର ୱିକଲି ଗୋଟାଏ ଦିଟା ନା ତିନିଟା ପିରିୟଡ଼ ରହୁଛି। ଋତୁପର୍ଣ୍ଣା ତୁ ଯୋଉ ମେସେଜ କରୁଛୁ ସେଇଟା ଯୋଉ ଫଟା ପଠେଇଛୁ ସେଇଟା ତୁ ମତେ ଦଉନୁ ପଠଉନୁ। ମୋ ଋତୁପର୍ଣ୍ଣା ପୁଅଟା କେତେବେଳେ ଆପଣଙ୍କୁ ଫଟୋ ପଠେଇଲି। ଏ ହେ ଏବେ ମେସେଜ କରିଥିଲୁ ବୋଧେ ମତେ ସାର୍ ଏଇଟା ନେବେ ମୁଁ ଦେବି। ସାଙ୍ଗେ ସାଙ୍ଗେ ଫାଙ୍କି ଦଉଛୁ। ହଁ ଦେବି ଆଉ।
दबु तो हाँ पक्का हाँ तम सर एग्जाम सेकेंड डोज ପାଇଁ କଣ ଆଉ ଥରେ ଇଏ ଆପ୍ଲାଏ କରିବାକୁ ପଡୁଛି କି? ହୁଁ ବୁକ୍ କରିବାକୁ ପଡିବ। କହିଥିଲେ କଣ ଯୋଉ ଇଏରେ ଆପ୍ଲାଏ କରିଥିବ ସେଇ ଇଏରେ ମେସେଜ ଆସିଯିବ। ନା ରେ ମେସେଜ ଆସିବ ଯେ ତମର ଟାଇମ ହେଇଗଲାଣି ବୋଲି। ସେମିତି ସେଠି ଫାଙ୍କା ନଥିବ ତୁ ଯାଇକି କଲେ ସେଠି ଠିଆ ହେଲେ କେମିତି ହବ? ସାର୍ ମତେ ମାନେ ଆପ୍ଲାଏ କରିବାକୁ ପଡିବ ଆଉ ଥରେ। ହୁଁ ଏବେ ବହୁତ ଇଏ ହଉଛି ଯେ ମାନେ କଣ କହିଲ ମିଳୁନି ଏବେ। ଏବେ ଯୋଉ ଗଭର୍ଣମେଣ୍ଟ କରିଦେଲା ନା ରୁଲ କରିଦେଲା ଯେ ସେକେଣ୍ଡ ଡୋଜ ମାନେ କମ୍ପଲସରି ନହେଲେ ତମେ ପୁରୀ ଯାଇପାରିବନି। ଇଏ ସାର୍ କୋଉ ଆରେ ସେଠି ମନ୍ଦିରକୁ ବି ଆଲାଉ ନାହିଁ ବେଶୀ ବଡ ବଡ। ସେଇ ଜିନିଷ ସେଥିପାଇଁ ଲୋକ ପ୍ରାୟ କଣ କହିବ ପୁରା ମାନେ ସମସ୍ତେ ଏବେ ମାନେ ସମସ୍ତେ ନଉଛନ୍ତି ମାନେ ଇନକ୍ଲୁଡିଂ ଗାଁ ଲୋକ ବି ସବୁ। ସେଥିପାଇଁ ମିଳୁନି କୋଉଠି ବି ତେଣୁ ଆଉ ଆଜି ମୁଁ ବୁକ୍ କଲି ତ ତାର 20 ସେକେଣ୍ଡ ପରେ ଗୋଟେ ମାଇଲା ଆସିଲାନି। 20 ସେକେଣ୍ଡରେ? ମୁଁ ପୁରା 5ଟା 59ରେ ସେ ମାଇଲି। ସେୟା ବା ସାଙ୍ଗେ ସାଙ୍ଗେ ପଡିଲା। 5ଟା 59ରେ ମାଇଲି ମାନେ ମାରିଦେଲି ମାନେ ମୁଁ ଯେକୌଣସି ଟାଇମିଂ ଗୋଟେ ମାରିଦେଲି ପଳେଇ ଆଇଲା। ତାପରେ ଜଷ୍ଟ 6ଟାରେ ଆଉ ଗୋଟେ ପିଲା ମାଇଲା ସାଙ୍ଗେ ସାଙ୍ଗେ ଆସିଲାନି। ଭାରି ରସ୍ ସାର୍ ବେ। ଏଇନା ସ୍ଲଟ ଆଉ କିଛି ଫାଙ୍କା ନାହିଁ? ନା ଫାଙ୍କା ଯଦି କୋଉଠି ଚିହ୍ନା ପରିଚୟ ଅଛି ଦେଇଦିଅ ଯାଇକିରି। ହଉ ଦେଖ ଯାହା ବି ହଉ ଛାଡ। ତ ଦେଖାଉଛି ତମକୁ ଏଇଥିରେ ମୁଁ ତମକୁ କହିଥିଲି ଲେନ୍ଥ ଗୁଡା ବାହାର କରିବା ପାଇଁ ନାଇଁ। ଦେଖ କେମିତି ଲେନ୍ଥ ବାହାର କରିବା ନା ଏଇଠି ଦେଖ ଏଇ ଜିନିଷ ଟା କିଏ କହିଲ? ଏଇ ଜିନିଷଟା କିଏ କହିଲ ତାର ହଉଛି ଆବୁଟମେଣ୍ଟ ହେଲା। ଏଇଠି ଯୋଉଟା ବୁଲଉଛି ଏଇଟା ଆବୁଟମେଣ୍ଟ ଏଇଟା ହଉଛି ୱିଙ୍ଗ ୱାଲ୍। ତ ୱିଙ୍ଗ ୱାଲ୍ ର ଫାଉଣ୍ଡେସନ ହଉଛି ଏଇଟା ଆବୁଟମେଣ୍ଟ ର ଫାଉଣ୍ଡେସନ ବି ଏଇଟା। ବୁଝିପାରୁଛ? ଆଉ ଏଇଟା କାହାର ଫାଉଣ୍ଡେସନ ଦେଖାଉଛି ନା ଦେଖାଉନି? କାହାର ଫାଉଣ୍ଡେସନ? ହ୍ୟାଲୋ ଦେଖ ଏଇଟା ହଉଛି କାହାର ଫାଉଣ୍ଡେସନ କହିଲ ପାରାପେଟର ଫାଉଣ୍ଡେସନ। ଆଉ ଏ ତଳଟା ହଉଛି କଟନ ୱାଲ ର ଫାଉଣ୍ଡେସନ କଟନ ୱାଲ ମନେ ଅଛି ମୁଁ ତମକୁ ଯୋଉ କହିଥିଲି। ୟେସ୍ ଏଠି ସାର୍। ଗୋଟେ ୱାଲ୍ ଥିବ ଏଠି ଗୋଟେ ୱାଲ୍ ଥିବ ଏଠି ଗୋଟେ ୱାଲ୍ ଥିବ। ତ ଏଇ ଦିଟା ୱାଲକୁ ଆମେ କୋଉ ୱାଲ୍ କହୁଛେ? କଟନ ୱାଲ୍ ନାଇଁ ଏଟା ଗୋଟେ ୱାଲ୍ ଏଇଟା ଗୋଟେ ୱାଲ୍ ଏଇ ଦିଟା ସେଇ ଦିଟା ୱାଲ୍ କୁ ଆମେ କହୁଛେ କଣ କହିଲ କଟନ ୱାଲ୍ ହଁ ନା ନାଇଁ? ତ ସେଇ କଟନ ୱାଲ୍ ଟା ଯୋଉ ଦିଟା ଥିବ ଆମର ଏଠି ତଳେ ଥିବ କଟନ ୱାଲ୍ ଦିଟା ଯାକ ତଳେ ଥିବ। ଆର ଉପରେ ପାରାପେଟ ଥିବ ପାରାପେଟ ଟା ପୁରା ଏମିତି କିରି ଯାଇଥିବ ଦେଖ। ପାରାପେଟ ଯୋଉ ଯାଇଥିବ ପୁରା ଏଇଭଳିଆ ଯାଇଥିବ। ବୁଝି ହଉଛି ପୁରା ଏଇଭଳିଆ ଯାଇଥିବ ପାରାପେଟ। ହେଲା ତ ଏମତିକି ଯାଇଥିବ। ଯାହା ବି ହଉ ତ ଆମର ସେକ୍ସନ ଯୋଉ ଦେଇଛି ଏଥିରେ ତମେ ଯଦି ଲେନ୍ଥ ଗୁଡା ପାଇଗଲ ଦେନ୍ ଇଜିଲି କରିପାରିବ କାରଣ ପୂର୍ବଟା ଯାହା ସେଇଆ ଖାଲି ଲେନ୍ଥ ଗୁଡା ହିଁ ବୁଝିବାର ଅଛି। ବୁଝିହଉଛି ଦେଖ ତ ଆର ଯୋଉ ଅଛି ଇ ଏଫ ଜି ଏଚ ରେ ଇ ଏଫ ରେ କିଏ କଟିବ ନା ଏଇଠି ତଳେ କିଏ କଟିବ ନା କଟନ ୱାଲ କଟିବ। ଉପରେ କିଏ କଟିବ ପାରାପେଟ। ତ ଏଇଟା ହଉଛି କଟନ ୱାଲ ର ଫାଉଣ୍ଡେସନ ଏଇଟା ହଉଛି କାହାର ଫାଉଣ୍ଡେସନ ନା ପାରାପେଟ ର ଫାଉଣ୍ଡେସନ ଇ ଏଫ ର ନା ବୁଝିପାରୁଛ ତାପରେ ଜି ଏଚ ରେ କିଏ କଟିବ ନା ଜି ଏଚ ରେ କିଏ କଟିବ ଏଇ ଜାଗାରେ କିଏ କଟୁଛି ୱିଙ୍ଗ ୱାଲ କଟୁନି। ତ ଏଇଟା ହଉଛି ୱିଙ୍ଗ ୱାଲ୍ ର ଫାଉଣ୍ଡେସନ ନାଇଁ କି ଏତିକି। ଆରେ ହଁ ନା ନାଇଁ? ଏତିକି ରହିଲା ତ ଦେନ୍ ହଉଛି ଆମକୁ କଣ ଦେଖିବାର ଅଛି ନା ଏଇ ଯୋଉ ଡ୍ରଇଂଟାରେ ଏଇ ଯୋଉ ଡ୍ରଇଂଟାରେ ଆମକୁ ଏଟା ଅଛି 40 50 ଏମିତି କିରି ଅଛି ନା ତ ରୋଡ ୱେ କେତେ ଲେଖା ହେଇଛି ଦେଖିଲ 1000 ରୋଡ ୱେ ଲେଖା ହେଇନି। ହ୍ୟାଲୋ। ଆଜ୍ଞା ସାର୍। 1000 ରୋଡ ୱେ 1000 ମାନେ 10 ମିଟର ଏଇ ଯୋଉ 1000 ରୋଡ ୱେ କହିଲେ କଣଟା ନା ଏପଟ ପାରାପେଟ ରୁ ଆରପଟ ପାରାପେଟ ପର୍ଯ୍ୟନ୍ତ ହଉଛି 1000। ବୁଝିପାରୁଛ ଏପଟ ପାରାପେଟର ଇନରରୁ ଆରପଟ ପାରାପେଟର ଇନର ପର୍ଯ୍ୟନ୍ତ କେତେ ନା 1000 ପାରାପେଟର ଇନର ମାନେ କଣ 40 ର ଇନର ନା 50 ର ଇନର ଦେଖିକି କହିଲ? କାହାର ଇନର ଦେଇଛି? ସାର୍ 50। 50 ର ଇନର ରାଇଟ ହେଲେ 50 ର ଆଉଟର କେତେ ଆସିବ? 50 ର ଆଉଟର କେତେ 1100? ହଁ 1100 ଆଉ କଣ ନାଇଁ? ହଁ 1100। 1100 mm ହଁ ନା ନାଇଁ ଅଲ୍ ଡାଇମେନସନ୍ସ ଆର୍ ଇନ୍ mm। ସରି mm ନୁହଁ ସେଣ୍ଟିମିଟର। ଲେଖା ହେଇଛି ଅଲ୍ ଡାଇମେନସନ୍ସ ଇନ୍ ସେଣ୍ଟିମିଟର ବୁଝିହଉଛି? ହ୍ୟାଲୋ। ଆଜ୍ଞା ସାର୍। ସେଣ୍ଟିମିଟର ସାର୍ ଏଟା 11 ସେଣ୍ଟିମିଟର ସରି ମିଲିମିଟର ହେଇଥିବ ନା? ନାଇଁ ନାଇଁ ସେଣ୍ଟିମିଟର
ସାର୍ 1100 ମାନେ ସେ 11 ସେଣ୍ଟିମିଟର ତ ହବ। 11 ମିଟର। କହ ନମସ୍କାର କହ। କହୁନୁ ବେ ନମସ୍କାର। ଆସେ। ହୁଁ। ଫ୍ରି। ଆରେ ଦେଖା ହଉଛି ରେ। ହ୍ୟାଲୋ। ତ ଏଇ ଯୋଉ 50 ର ଆଉଟର କଣ କେତେ କହିଲେ ଆମର 1100 ବାହାରିଲା 11 ସେଣ୍ଟିମିଟର। ଠିକ ଅଛି। ତ ଦେନ୍ ଆମକୁ କଣ ଦରକାର ଜାଣିଛ? ମୁଁ ତମକୁ କଣ କହିଥିଲି ନା ଏଇ ଆଉଟର ଏଇ ଆଉଟର ମାନେ କଣ କହିଲ ଏଇ ଯୋଉ କଂକ୍ରିଟ ର ଆଉଟର ଏଇ ଯୋଉ କଂକ୍ରିଟ ମାନେ ଏଟା କାହା କଂକ୍ରିଟ? ଆବୁଟମେଣ୍ଟ ର କଂକ୍ରିଟ ଅର ଅଦରୱାଇଜ ଆମେ କହିପାରିବା ଯୋଉ ୱିଙ୍ଗ ୱାଲ ର କଂକ୍ରିଟ ନୁହଁରେ ଏଇ ଯୋଉ କଂକ୍ରିଟ ଟା ଦେଖାଯାଉଛି ସ୍କ୍ରିନରେ। ସାର୍ ୱିଙ୍ଗ ୱାଲ୍ ବା। ହଁ ସେ ଏକା ଆବୁଟମେଣ୍ଟ ର ୱିଙ୍ଗ ୱାଲ ଦିଟାର କଂକ୍ରିଟ। ଆଜ୍ଞା ସାର୍। ଆଉଟର ଆଚ୍ଛା କହିଲ ଏଇଠି ଦେଖ ଏଇଠି ଦିଟା କ୍ରସ ସେକ୍ସନ ଦେଇଛି ଏପଟରେ। ଏଇ ଜିନିଷଟା କାହାର ଫାଉଣ୍ଡେସନ? କାହାର ଫାଉଣ୍ଡେସନ ଏଇଟା? ଯୋଉ ଆରେ ୱାଲ୍ ଶୁଣ ଟା ଏଇ ଯୋଉଟା ଉପରକୁ ଏଇ ଉଠିଥାଏ ଯୋଉ ସେଟା। ଜିନିଷଟା ମନେ ରଖ ମୁଁ ଏବେ ବୁଝଉଛି। 5th ସେମିଷ୍ଟାରରେ ବୁଝିଲା ବେଳକୁ ମୁଁ ଗଡେଇ ଦେଇ ପଳେଇବି। 5th ସେମିଷ୍ଟାର ଏଇଟା ହିଁ ତମର ଏଷ୍ଟିମେଟର ଅଛି। ପୂର୍ବଟା ଯୋଉ ବୁଝେଇଥିଲି ସେଇଟା ଯାହା ବି ମୁଁ ଏପର୍ଯ୍ୟନ୍ତ କରାଇଛି ସବୁଗୁଡା ଏଷ୍ଟିମେଟର 5th ସେମିଷ୍ଟାରରେ ଅଛି। ମୁଁ ନୁହଁ ଯିଏ ବି ତମର ପଢେଇବେ ଯଦି ବି ତମର ଡ୍ରଇଂ ଟିଚର ମାନେ ଯଦି ବି ତମ ଡ୍ରଇଂ ଟିଚର ଏବେ ଯିଏ ଅଛନ୍ତି ସେ ଯଦି ଏଷ୍ଟିମେଟ ପଢେଇଲେ ତାହେଲେ ଏଗୁଡା ସବୁ ବୁଝେଇଛ ନା ଏବେ ତ ସେତେବେଳକୁ ଗଡେଇ ଦେଇ ପଳେଇବେ। ତେଣୁ ଏବେ ଆରାମସେ ବୁଝ। ଭାବନା ଯେ ହଁ ଏବେ ବୁଝା ହଉଛି ପରେ ବି ବୁଝା ହବ। ହଇରାଣ ହେଇଯିବ ଆଗକୁ। ତ ଏଇ ଜିନିଷଟା କାହାର ଫାଉଣ୍ଡେସନ? ୱିଙ୍ଗ ୱାଲ୍ ର ଫାଉଣ୍ଡେସନ ନାଇଁ। ଆଚ୍ଛା ଏଇ ଜିନିଷଟା କାହାର ଫାଉଣ୍ଡେସନ? ହ୍ୟାଲୋ ଶୁଭୁଛି ନା ନାଇଁ? ଏଇ ଜିନିଷଟା କାହାର ଫାଉଣ୍ଡେସନ? କଟନ ୱାଲ ର ଫାଉଣ୍ଡେସନ। ତାପରେ ଏଇ ଜିନିଷଟା କାହାର ଫାଉଣ୍ଡେସନ ନା ପାରାପେଟ ର ଫାଉଣ୍ଡେସନ। ତ ଆମର ଯୋଉ ଦରକାର କଂକ୍ରିଟ ର ଆଉଟର ମିନ୍ସ କାହା କଂକ୍ରିଟ ର ଆଉଟର ମିନ୍ସ ମାନେ ୱିଙ୍ଗ ୱାଲ୍ ର କଂକ୍ରିଟ ର ଆଉଟର ନା କି କଟନ ୱାଲ ର କଂକ୍ରିଟ ଆଉଟର। ଦେଖ କଟନ ୱାଲ ର କଂକ୍ରିଟ ଏଇଠି ସରିଛି ଦେଖାଯାଉଛି। ଆଜ୍ଞା ସାର୍। ୱିଙ୍ଗ ୱାଲ୍ ର କଂକ୍ରିଟ ଯୋଉଠି ସରିଛି କଟନ ୱାଲ୍ ର କଂକ୍ରିଟ ସେଇଠି ସରି ନାହିଁ ଟିକେ ଉପରକୁ ସରିଛି। ଦେଖାଯାଉଛି ନା ଦେଖାଯାଉନି? ଆମକୁ କିନ୍ତୁ ଦରକାର ମୁଁ ତମକୁ କୋଉଟା ଆଚ୍ଛା ବାତବାକୁ କହୁଛି ୱିଙ୍ଗ ୱାଲ୍ ର କଂକ୍ରିଟ ର ଆଉଟର ପର୍ଯ୍ୟନ୍ତ ବୁଝିପାରୁଛ? ୱିଙ୍ଗ ୱାଲ୍ ର କଂକ୍ରିଟ ର ଆଉଟର ପର୍ଯ୍ୟନ୍ତ କେମିତି ବାହାର କରିବା? ତ ତା ପାଇଁ ଆମେ ଏ ଫାଉଣ୍ଡେସନ କନସିଡର କରିବା ନାହିଁ। ଏଇ ଫାଉଣ୍ଡେସନ ଆମେ ଧରିବା ଯେ ଏପଟରେ ମାନେ ଆମର କଣ ଏପଟରେ ୱିଙ୍ଗ ୱାଲ୍ ଅଛି। ଏପଟରେ ୱିଙ୍ଗ ୱାଲ୍ ଅଛି ନା ନାଇଁ ଦିପଟରେ? ୱିଙ୍ଗ ୱାଲ୍ ଉପରେ କଟନ ଆଜ୍ଞା ୱାଲ୍ ଟା ଅଛି କି? ନାଇଁ କଟନ ୱାଲ୍ ଭିତରେ ଅଛି ଛାଡେ କଟନ ୱାଲ୍ କଥା ଭୁଲିଯା ଏବେ। ଏପଟରେ ୱିଙ୍ଗ ୱାଲ୍ ଅଛି ଏପଟରେ ବି ୱିଙ୍ଗ ୱାଲ୍ ଅଛି ନା ନାଇଁ? ଦିପଟରେ ୱିଙ୍ଗ ୱାଲ୍ ୟେସ୍ ଅଛି। ସାର୍। ତ ତମେ ଏବେ ଧର ଏଇ ଫାଉଣ୍ଡେସନ ଏଠି ଅଛି ଉଇଥ୍ ତଳେ ବି ସେମ ଫାଉଣ୍ଡେସନ ଅଛି। କଣ ଧରିବ? ଉପରେ ଯୋଉ ଫାଉଣ୍ଡେସନ ଅଛି ତଳେ ବି ସେଇ ଫାଉଣ୍ଡେସନ ଅଛି। କାହିଁକି ଧରିବାକୁ ମୁଁ କହିଲି ନା ଆମକୁ ଦରକାର ୱିଙ୍ଗ ୱାଲ୍ ର କଂକ୍ରିଟ ର ଆଉଟର ପର୍ଯ୍ୟନ୍ତ। ବୁଝିପାରୁଛ ତ ସେଥିପାଇଁ ମୁଁ ତମକୁ କହିଲି ଯେ ତମେ ଧର ଉପରେ ଯୋଉ ଫାଉଣ୍ଡେସନ ଅଛି ତଳେ ସେଇ ଫାଉଣ୍ଡେସନ ଅଛି ଧରିନିଅ। ତ ଆମର ଠିକ ଅଛି ତ ଏବେ ଧରିଦଉ ଯେ ତଳେ ସେଇ ଫାଉଣ୍ଡେସନ ଅଛି ତଳେ ଭାବନା ଯେ ଏଇ ଫାଉଣ୍ଡେସନ ଅଛି ଭାବିବ ଯେ ତଳେ କୋଉ ଫାଉଣ୍ଡେସନ ଅଛି ଏଇ ଫାଉଣ୍ଡେସନ ହିଁ ତଳେ ଅଛି। ତ ଯାହା ବି ହଉ ୱିଙ୍ଗ ୱାଲ୍ ର ତ ଇଏ 50 ର ଆଉଟର ରୁ ଏପଟର 50 ର ଆଉଟର ପର୍ଯ୍ୟନ୍ତ କେତେ ବାହାରିଲା? 1100। 1100 ତାହେଲେ ଏବେ ମତେ କୁହ ଏଇ ଲାଇନ ଟା ପୁରା ସିଧା ଆସିଛି ନା ଏପଟରେ ବି ସେଇଭଳିଆ ଥିବ ନା? ୟେସ୍ ସାର୍। ଏବେ ମତେ କୁହ ଏଇ ଯୋଉ 100 ର ଆଉଟର ରୁ ୟାର 100 ର ଆଉଟର ପର୍ଯ୍ୟନ୍ତ କେତେ ଆସିବ? ଏଇ ଯୋଉ 100 ଫୁଟିଂ ଲେଖା ହେଇନି କେତେ ଆସିବ? 1100 ଆସିବ ନା 1100 ରୁ ଅଧିକା ଆସିବ ନା କମ ଆସିବ? 1100 ରୁ ଅଧିକ ଆସିବ ସାର୍। 1100 କହିଲେ ଏଇଟା ମାନେ ଏଇ ଯୋଉ 80 90 70 ୟାର ଆଉଟର ପର୍ଯ୍ୟନ୍ତ। ତ 100 ର ଆଉଟର କେତେ ଆସିବ 1100 ଆସିବ ନା 1100 ରୁ ଅଧିକା ନା କମ ଆସିବ? 1100 ରୁ ଅଧିକ ଆସିବ ସାର୍। 1100 ରୁ ଅଧିକା ଆସିବ ତ କେତେ ଅଧିକା ଆସିବ ସେଟା ଆମର ବୁଝିବାର ଅଛି।
କେମିତି ଜାଣିବା ନା ଦେଖ 1120 ଆସିବ। ନାଇଁ କେମିତି ଜାଣିବା ଦେଖ ଏଟା 90 ଅଛି 90 ତଳଟା 100 ଅଛି 90 ତଳଟା ଯୋଉ 100 ଅଛି ପ୍ରୋଜେକ୍ସନ ଟା ଏକ୍ସଟ୍ରା କୋଉ ପଟକୁ ବାହାରିଛି 90 ପରେ କୋଉ ପଟକୁ ବାହାରିକି 100 ହେଇଛି ଦି ପଟକୁ କିଛି କିଛି ବାହାରିଛି ନା ଗୋଟାଏ ପଟକୁ ବାହାରିଛି ଦି ପଟକୁ ସାର୍ କିଛି କିଛି ବାହାରିଛି। ଦି ପଟକୁ କିଛି କିଛି ବାହାରିଛି ନା ହ୍ୟାଲୋ ୟେସ୍ ସାର୍ ଦି ପଟୁ ହିଁ କିଛି 90 କିଛି ପରେ ବାହାରିଛି। ଯୋଉ 100 ହେଇଛି ଦି ପଟକୁ କିଛି କିଛି ବାହାରିନି ହଁ ନା ନାଇଁ ରେ ତାହେଲେ ୟେସ୍ ସାର୍। ବାହାରକୁ କେତେ ବାହାରୁଥିବ ଭିତରକୁ କେତେ ବାହାରୁଥିବ ସାର୍ 5 ବାହାରିଥିବ। ସେ 5 ହିଁ ବାହାରୁଥିବ ହଁ ନା ନାଇଁ ନାଇଁ ରେ ୟେସ୍ ସାର୍। ତାହେଲେ ଇଏ ବାହାରୁ ବାହାରୁଥିବ 5 ଏପଟରେ ବି ବାହାରକୁ ବାହାରୁଥିବ 5 ତାହେଲେ ତମର ଏଇ ଯୋଉ 90 ର ଆଉଟର କେତେ 1100। 50 ର ଯାହା 60 ର ସେଇଆ 70 ସେଇଆ 40 ସେଇଆ ସବୁ ଏକା ନୁହଁ କି ଆଉଟର ୟେସ୍ ସାର୍। ତାହେଲେ 90 ର ଆଉଟର 1100 ତାହେଲେ 100 ର ଆଉଟର କେତେ 1110। 1110 କାହିଁ କହିଲ ବାହାର ପଟରେ 5 ଆଡ ହବ ଉପରେ ତଳେ ବି 5 ଆଡ ହବ 10 ନୁହଁ 5 ଆଡ ହବ ଆରେ ଜାଣିପାରିଲ ଅନ୍ୟମାନେ ୟେସ୍ ସେପଟେ 5 ଏପଟେ 5 ହେଇଗଲାନି କି 10। ହ୍ୟାଲୋ ତାହେଲେ ବୁଝିଲ ନା ବୁଝିଲାନି ୟେସ୍ ସାର୍ ବୁଝିଗଲା। ତ ଏବେ ହଉଛି ତାରେ 100 ର ଆଉଟର କେତେ 100 ର 110 ର ଆଉଟର କେତେ 1110 1110 ସାର୍। ଆଚ୍ଛା ତାପରେ 100 ପରେ ଏଇଟା ହଉଛି 150 କଂକ୍ରିଟ ପାଇଁ ଏକ୍ସଟ୍ରା କେତେ ଏଇଟା କେତେ ଏକ୍ସଟ୍ରା 20 କହୁନ ଜନି ମାନେ ଏକ୍ସଟ୍ରା କେତେ 20 ସାର୍ 20। 110 150 110 ତା ତଳଟା 150 ଅଛି 20 ନାଇଁ ୟେସ୍ ସାର୍। ଉପରକୁ 20 ଏପଟରେ ବି 20 ଥିବ ନାଇଁ ହଁ ସାର୍। ଆଚ୍ଛା ଏଇଟା କେତେ ଥିଲା ଏଇ ଯୋଉ ଭିତରଟା କେତେ ଥିଲା ମାନେ 100 1110 ସାର୍। 1110 ତା ବାଦେ କେତେ ଆଡ ହବ ଉପରେ କେତେ ଆଡ 40 ସାର୍। 40 ଉପରେ 20 ତଳେ ବି 20 ତାହେଲେ କେତେ ହେଇଗଲା ତଳେ 20 40 1150 ସାର୍। 1150 ବାସ୍ ବୁଝିଲାନି ୟେସ୍ ସାର୍। 1110 ଥିଲା ଉପରେ 20 ତଳେ 20 ହେଲା 1150 ତାହେଲେ କଂକ୍ରିଟର ଆଉଟର ଏପଟ କଂକ୍ରିଟର ଆଉଟର ମାନେ ସେପଟ ୱିଙ୍ଗ ଗଲେ କଂକ୍ରିଟର ଆଉଟର କେତେ 1150। 1150 କିନ୍ତୁ ଏଇଠି ଭୁଲ ଦେଇଛି 1130 ଦେଖିବ ଏଷ୍ଟିମେଟ ପଢା ହେଲା ବେଳେ ଏଗୁଡା ସବୁ ବୁଝା ହବ ଆଉଥରେ ତମକୁ ବୁଝିହଉଛି ହ୍ୟାଲୋ ୟେସ୍ ସାର୍। ସବୁ ଦେଖିବ ବୁଝା ହବ ସେତେବେଳେ ସାର୍ 100 ତଳେ ବି ଆଉ ଗୋଟେ ଯୋଉଟା ଫୁଟିଂଟା ଅଛି 110 ର ସାର୍ ତାର ବି ତ ସାର୍ ମାପଟା କିଛି ଅଲଗା ହବ। ନା ସେ ସେମ ସେ ଭିତରକୁ ଖାଲି ବାହାରିଛି ତା ବାହାର ପଟ ପ୍ଲେନ ଓହୋ ଟିକେ ଲାଗିଲା। ଖାଲି ଭିତରକୁ ବାହାରିଛି ବାହାର ପଟ ପ୍ଲେନ ଛାଡ 1150 ଜାଣିହେଲା ଆଉ ଥରେ କହିଦଉଛି ତାହେଲେ ରୋଡ ଏଟା କେତେ ଥିଲା 1000 ପରେ ବାହାର ପଟୁ କେତେ ଆଡ ହେଲା ମାନେ ସାର୍ ପାରାପେଟର ଆଉଟର 0.5 0.5। 1100 ନାଇଁ ୟେସ୍ ଠିକ ସାର୍। ଅଛି ତାପରେ 90 ର ଆଉଟର ବି ସେ 1100 ତାପରେ 100 ର ଆଉଟର ହେଲା 1110 ତାପରେ 150 ର ଆଉଟର କେତେ ଲାଗିଲା 1150 1150। ତ ଯଦି ସେଇଭଳିଆ ତମକୁ କୁହାହବ ଏଇ ଯୋଉ କଟନ ୱାଲ କଂକ୍ରିଟର ଆଉଟର ପର୍ଯ୍ୟନ୍ତ ଏପଟରେ କଟନ ୱାଲ କଂକ୍ରିଟର ଆଉଟର ପର୍ଯ୍ୟନ୍ତ କରିପାରିବ କେତେ ଏପଟରେ କଟନ ୱାଲ କଂକ୍ରିଟର ଆଉଟର ଏପଟରେ କଟନ ୱାଲ କଂକ୍ରିଟର ଆଉଟର କେମିତି ବାହାର କରିବା ନା ଏପଟ ଧରି ଦିଅ ଯେ କଟନ ୱାଲ ଫୁଟିଂ ଅଛି ଏଇ ଫୁଟିଂ ଅଛି ଏପଟରେ ବୁଝିହେଲା ହ୍ୟାଲୋ ୟେସ୍ ସାର୍। ଆଜ୍ଞା ସାର୍। ମୁଁ ତମକୁ କହିଲି ଏଇ କଟନ ୱାଲ କଂକ୍ରିଟର ଆଉଟର ଏଇ ଯୋଉ କଟନ ୱାଲ କଂକ୍ରିଟ ଏଇଟା ନା ୟା ଆଉଟର ଏପଟରେ କଟନ ୱାଲ କଂକ୍ରିଟ ଆଉଟର ପର୍ଯ୍ୟନ୍ତ ବାହାର କର ତାହେଲେ ତମେ ଏଇ ଫାଉଣ୍ଡେସନକୁ ଇଗ୍ନୋର କରିଦବ ଧରିବ ଯେ ଏଇ ଫାଉଣ୍ଡେସନ ଉପରେ ଅଛି ହଁ ନା ନାଇଁ ୟେସ୍ ସାର୍। ସେଇଭଳିଆ କେମିତି ବାହାର କରିବ ନା 1000 ହଉଛି କଣ ଇନର 1000 ତାହେଲେ ପାରାପେଟର ଆଉଟର କେତେ ଆସିବ 1100 ସାର୍। ତାପରେ ସିଧା ତଳକୁ ପଳେଇ ଆସ ଏଇ ଫୁଟିଂ ଧରିବ ନା ତମେ ଏଇଟାକୁ ଧରିବ ନା ୟେସ୍ ଆର ସାର୍। 40 ରୁ ଏପଟର ଉପର ବି ସେ କେତେ 1100 ହଁ 50 ରୁ ସାର୍। କେତେ ଆସିବ କହିଲ ଏପଟରେ 50 ପର୍ଯ୍ୟନ୍ତ
ଆରେ ଭାବି ନିଅ ଯେ ଏଇ ଫୁଟିଂ ଟା ଭାବି ନିଅ ଯେ ଏଇ ଜାଗାରେ ଅଛି, ଏଇ ଜାଗାରେ ଅଛି, ବୁଝିଲା। 40 ର ଆଉଟର କେତେ ହେଲା ସେ 1100, ତ 50 ର ଆଉଟର କେତେ ଆଡ ହବ କହିଲ? 5 5 ଦିପଟୁ 5 5 1110 1110, ତାପରେ 50 ପରେ ଏଇଟା କେତେ ଅଛି? 80 ଅଛି, 15 ହବ ଆଉ। 15 15 ଉପରେ 15, ଇଏ ସାର୍ ଦିଟା 15 15। 1140 ଟୋଟାଲ ହବ ଆରେ ସାର୍। ଅନ୍ୟମାନଙ୍କ ମୁଣ୍ଡରେ କିଛି ପଶୁଛି ନା ପଶୁନି? 40 ପରେ ଯୋଉ 50 ଅଛି ଦିପଟୁ 5 5 ବାହାରିଛି, 50 ତା ପରେ ତଳଟା ସାର୍ 15 15 ବାହାରିଛି ଆଉ। 15 ଉପରେ 15 ଆଡ ହବ, କେତେ ହେଇଯିବ ଇଏ କହିଲ ସାର୍ ଆନ୍ସର? 1100 1140। ନା 1130 ନା 40 ହେଲା ସେଇଟା ବା। 10 ଥିଲା ନା, ଏଇଟା 15 ହଁ 15 ହଁ ସେପଟେ ଆଡ ହେଲା। 1140 ରେ। ହ୍ୟାଲୋ, ବୁଝିପାରୁଛ ରେ? ଇଏ ସାର୍। ଆଜ୍ଞା ସାର୍। ହଉ ତ ଯାହା ବି ହଉ, ତ ଆମେ ଏବେ ଡ୍ରଇଂ ବନେଇବା, ଦେଖିବା କଣ କଣ। ଆଚ୍ଛା ଏଇଠି ଯୋଉ କରିଛି ଏଠି କଣ କଣ ଲେଖା ହେଇଛି ଦେଖିଲ? 90, ତାପରେ 100, ତାପରେ 110, ତାପରେ କେତେ ଲେଖା ହେଇଛି? 150 ସାର୍। ନାଇଁ ଇଏ ସାର୍। ଠିକ ନା ନାଇଁ? ଆଚ୍ଛା ଏଇଠି ଗୋଟେ କଥା ତାମାନେ ହଉଛି, ଏଇଟା ସେ ପୁଟିଂ ଟାକୁ ସେ ପୁରା ଏମ ଦେଖେଇ ଦେଇଛି ପ୍ଲାନ ରେ। ହଁ ଆରେ ଏଇଟା ହଉଛି ଫାଉଣ୍ଡେସନ ପ୍ଲାନ ଦେଖେଇଛି, ଏଇଟା ଟପ୍ ପ୍ଲାନ ଦେଖେଇଛି। ଫାଉଣ୍ଡେସନ ପ୍ଲାନ କାହିଁକି ଦେଖେଇଲା ଦେଖେ, ଫାଉଣ୍ଡେସନରେ ଆମର ଗ୍ରାଉଣ୍ଡ ଲେବୁଲରେ କିଏ କିଏ ଯାଉଛି ଦେଖେ ଏଇଠି। ଫାଉଣ୍ଡେସନ ପ୍ଲାନ କାହାକୁ କୁହନ୍ତି କହିଲ? ଗ୍ରାଉଣ୍ଡ ଲେବୁଲ, ଏଇ ଯୋଉ ବେଡ୍ ଲେବୁଲରେ ଦେଖ, ବେଡ୍ ଲେବୁଲରେ ଯାଉଛି କିଏ? 90 ଯାଉଛି, 100, ଇଏ 110, ସାର୍। 150 ଯାଉନି? ହଁ ସାର୍। ଯାଉନି? ହଁ ସେଥିପାଇଁ ସେ ସାର୍ 90 ଦେଖେଇଲା, 100 ଦେଖେଇଲା, 110 ଦେଖେଇଲା, 150 ଦେଖେଇଲା। 150 ବି ଦେଖେଇଲା। ଆଚ୍ଛା 90 ପରେ ଯୋଉ 100 ହେଇଛି, କେତେ ଏକ୍ସଟ୍ରା ବଢିଛି? ଦିପଟକୁ 5 5 ନା? ସାର୍ ଦି ପଟକୁ 5 5 ବଢିଛି। ତାପରେ 100 ପରେ ଯୋଉ 110 ହେଇଛି, ସିଏ ବି ସେଇ ବଢିଛି ସେଇ 5 5। ନା 10 ବଢିଛି ଏକାଥରେ, ଭଲସେ ଦେଖ। ଯଦି ଆମେ 90 ପରେ ଦେଖିବା ତାହେଲେ ଯାଇକି 10 10 ବଢିଛି। ନାଇଁ 90 ପରେ 5 5 ବଢିଛି, ଏଇଟା ଦେଖ ଗୋଟେ ଲାଇନ ଅଛି, 100 ରୁ 110 ଗୋଟେ ଲାଇନ ଅଛି ଏଇଟା, କିନ୍ତୁ 90 ପରେ ଦେଖ ଇଆଡକୁ ଟିକେ ବଢିଛି, ଇଆଡକୁ ଟିକେ ବଢିଛି। 100 ପରେ 110 ହେଲା ବେଳକୁ କଣ ହଉଛି? 10 ଏପଟକୁ ବଢି ଯାଇଛି। 10 ଗୋଟେ ଖାଲି ଭିତର ପଟକୁ ବଢିଛି, ଇଏ ନାଇଁ? ସାର୍। ହଉ ଯାହା ହଉ, ଆମେ ଏବେ ଡ୍ରଇଂ କରିବା, ଷ୍ଟାର୍ଟ କରିବା ଏଇଟାକୁ, ଦେଖିବା କେମିତି କରାହବ। ହ୍ୟାଲୋ, ଆଉ ଆବୁଟମେଣ୍ଟର ଫାଉଣ୍ଡେସନ ସବୁ ଭିତର ପଟୁ କେମିତି ଅଛି ଆଉ, ନାଇଁ? ହଁ ସାର୍। ହଉ ତ କରିବା, ଦେଖିବା କେମିତି କଣ ହବ, ଚେଷ୍ଟା କରିବା ଆଉ। ଆଚ୍ଛା 90 ର ଆଉଟର କେତେ ଥିଲା? ଡ୍ରଇଂ 90 ର ଆଉଟର। ହୁଁ ତ ସେ 1100 ହିଁ ଥିଲା ସାର୍। 1110 1110। ନାଇଁ 90 ର 1100 ଥିଲା, 1110 ନୁହଁ। ଆଉ ଥରେ ହିସାବ କର ଜାଣିପାରିବୁ, ଯାହା ବି ହଉ। ଦେଖ ଏଇ ଗୋଟେ ରେକ୍ଟାଙ୍ଗଲ ବନେଇବା, କୁହ ଲେନ୍ଥ କେତେ, ବ୍ରେଡଥ କେତେ ନେଇଥିବି ମୁଁ? ଆଉ ବ୍ରେଡଥ ହଉଛି 90, 90 ମାନେ କେତେ କହିଲ? 1.8, 90 ସେଣ୍ଟିମିଟର, ତାକୁ ସ୍କେଲରେ କନଭର୍ଟ କଲେ 1.8 ଆସିବ, କରିକିରି ବି ଦେଖ। ଇଏ ସାର୍ 0.9 × 2 କରିଦେଲେ ହେଇଯିବ। ଆଉ 1100 କୁ କନଭର୍ଟ କଲେ କେତେ ଆସିଲା କହିଲ? 22 ସେଣ୍ଟିମିଟର, 2.2 2.2 22 ସେଣ୍ଟିମିଟର। ଯଦି ତମ ଖାତାରେ, ମତେ ଲାଗୁଛି ତମ ଖାତାରେ ଜାଗା ହବନି, ଜାଗା ନହେଲେ ବି କିଛି ଅସୁବିଧା ନାହିଁ। ଦିଟାକୁ ଗୋଟେ ମାନେ ଦିଟା ପେଜ କୁ ଯୋଡି ଦେଇକି ମଝିରେ କର, ଜାଗା ହେଇଯିବ, ବୁଝିହଉଛି। ଆଉ ଯଦି ତମେ 1:100 ନେଇଛ ନା, ବହୁତ କ୍ଲମଜି ହେଇଯିବ। 100 ର ନା ନା 1:100 ନେଲେ ବହୁତ କ୍ଲମଜି ହେଇଯିବ, ଫୁଟିଙ୍ଗ ଗୁଡା ରହୁଛି ନା ବହୁତ, କ୍ଲମଜି ହେଇଯିବ। ତେଣୁ ଯାହା ମୁଁ ନେଇଛି ସେୟା କର। ମାନେ ଲେନ୍ଥ ଟା କେତେ କହିଲ? 22, ବ୍ରେଡଥ କେତେ? 1.8। 1.8 ନେଇକି କର।
हम्म, हम्म, हम्म। हम्म। सर एटा जो एटा केते केते 1:100 नहीं आमे को 1:100 ନା 1:50 ଆଉ ଯୋଉ ଏଇ ଯୋଉ ଇନେ ମୁଁ ଏଇ ଯୋଉ ଇଏ କଥା କହୁଛି ଯୋଉ ରେକ୍ଟାଙ୍ଗୁଲାର ତୁ ଭାବୁନି କେତେ କେତେ ହେଇଥିବ। ହଁ 1130 ଆଉ 90 1130 କାଇଁ ଆସିବ 1100 ନା ଏଟା 90 ମୁଁ କରୁଛି ନା। ଓ ହଁ 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 ସାର୍ କହ। ସାର୍ ଯୋଉ ଡିପ୍ଲୋମା ପିଲାଙ୍କର ସିଲେକ୍ସନ ଲିଷ୍ଟ ଟା କେବେ ଆସିବ କି? 9 ତାରିଖ ଯାଏ ଅଛି ଆପ୍ଲାଏ ଡେଟ୍। ନ ସାର୍ ପରେ ଫାଷ୍ଟ ଯାଇକି ଯୋଉମାନେ ନୂଆ ଆସିବେ। ଫାଷ୍ଟ ହଉ ଲାଷ୍ଟ ହଉ ସବୁ ତାଙ୍କର 9ରେ। ଲାଟେରାଲ ପିଲାଙ୍କର 5 ଯାଏଁ ଅଛି। ଆଜ୍ଞା ସାର୍। ରିସେଣ୍ଟଲି ବାହାରିବାର ନାହିଁ। ସରିଲା ଏତିକି। ହ୍ୟାଲୋ। ସରିଲାରେ। ଦେଖ ଏବେ କଣ କରିବା ନା ତାପରେ 90 ପରେ 100 ଅଛି ନା 100 ଦି ପଟକୁ ବାହାରିଛି। 100 ମାନେ କେତେ କହିଲ 5 ସେଣ୍ଟିମିଟର ଏକ୍ସଟ୍ରା ନା ମାନେ yes ଏଟା sir 1110 ହବ 0.1 ଆସିବ। 0.1 ଲେଖାଏଁ ଗୋଟେ ବୁଲେଇ ଦିଅ ବାହାରେ ବୁଝଉଛି। ସେ ବାହାରଟା କେତେ କହିଲ ବୁଲିବା ପାଇଁ? 90 ପରେ 100 ଟା କେତେ 5 ସେଣ୍ଟିମିଟର ନା 5 ସେଣ୍ଟିମିଟର କେତେ 0.1 ନୁହଁ କି? ଆଜ୍ଞା ସାର୍। ହୁଁ।
हेलो सल्लरे तो ଏବେ ଦେଖ 90 ପରେ 100 କେତେ 5 ମାନେ 5 ସେଣ୍ଟିମିଟର ମାନେ 0.1 ଚାରିପଟରେ ବୁଲିବ ତାପରେ 100 ପରେ କେତେ ଅଛି କହିଲ ହ୍ୟାଲୋ କେତେ ଅଛି ରେ सर 100 ପରେ 0.3 ନା କହୁଛି ଶୁଣ 100 ପରେ କେତେ ଅଛି 110 ଅଛି ନା यस सर 110 ଟା କୋଉ ପଟକୁ ବାହାରିଛି ଦି ପଟକୁ ବାହାରିଛି ଇଏ ଯେମିତି ମୁଁ ଚାରିପଟକୁ ବାହାରିଥିଲି ଦି ପଟକୁ ବାହାରିଛି ନା ଦି ପଟକୁ ବାହାରିନି सर गोटे पटू बाहर ଖାଲି ଭିତର ପଟକୁ ବାହାରିଛି 10 ସେଣ୍ଟିମିଟର ଦେଖାଉଛି यस सर ଖାଲି ଭିତର ପଟକୁ ବାହାରିଛି 10 ସେଣ୍ଟିମିଟର ମାନେ କେତେ କହିଲ 0.1 0.1 0.2 ଆସିବ ଆରେ ଶୁଣ ଯାହା ବି ଥିବ ସେଣ୍ଟିମିଟର ଥାଉ ଯୋଉ ବି ୟୁନିଟ୍ ଥାଉ ତାକୁ ମିଟରରେ କନଭର୍ଟ କରିଦବ ଆଗ ତାପରେ ଇଣ୍ଟୁ 2 କରିବ ତାକୁ ମିଟରରେ କନଭର୍ଟ କରି ସାରିଲା ପରେ ଇଣ୍ଟୁ 2 କରିଦବ ପଳେଇ ଆସିବ ଆନ୍ସର 0.2 देला ହୁଁ 0.2 0.2 ଟା କଣ ଗୋଟାଏ ସାଇଡ୍ ଓନ୍ଲି ଭିତରକୁ ନାଇଁ ତାହେଲେ ଦେଖ ମୁଁ କେମିତି କଣ କରୁଛି ଏଇଟା ଦେଖ ଏଇଠି ସମସ୍ତେ ଟିକେ ଲକ୍ଷ୍ୟ କର ମୁଁ କଣ କଲି ତାହେଲେ ତ ମୁଁ ଆଉଟ୍ ହବ ଦେଖାଲା କଣ କଲି ଏଇଟା କେତେ କହିଲ ଏକ୍ସଟ୍ରାଟା 0.2 सर 0.2 ହୁଁ ସାର୍ କହ ମୁଁ ଟିକେ ଆଉ ଟିକେ ଫାର୍ଷ୍ଟ ଖାଲି ଏଇଟା କହିଦେବେ ମାନେ ଏଇଟା ଯୋଉ ଫାର୍ଷ୍ଟ ବକ୍ସଟା ହେଲାନି ହୁଁ ସେଇଟା ଆମର ଯୋଉ 1100 ଦେଇଛି ଏଇଟା ତ ଆପଣ କହୁଛନ୍ତି କଣ ସେଣ୍ଟିମିଟର ଦେଇଛି ବା ଆରେ 1100 ସେଣ୍ଟିମିଟରକୁ ମିଟରରେ କନଭର୍ଟ କଲେ କେତେ ହେଲା ତ ସେଇଟା ତ 110 ହବ ନା ଆବେ ବଗା 1100 କୁ କନଭର୍ଟ କଲେ 11 ଆସିବ ନା ନା କେମିତି 11 ମାନେ ତ ମିଲିମିଟର ଥିବ ବୋଧେ ଏଇଟା ହବ ନା ମିଟରରେ 11 ହବ ତ ମୁଣ୍ଡ ଟିକେ ମାଡ଼ ହେଇଯାଇଛି ବୋଧେ ଆଜି ତାର ଜୋରିଆ ବିନ୍ଧୁଛି 1100 ଗୋଟାଏ ମିଟର ଯେ କେତେ ସେଣ୍ଟିମିଟର 100 ଆରେ ଜାଣିପାରିଲ ନା ନାଇଁ 11 ଏଟା 22 ଏଟା 22 ସେଣ୍ଟିମିଟର ଏଟା 1.8 ରେ ପ୍ରଥମେ ବ୍ଲାକ୍ କଲର ବକ୍ସ ବୁଲିଲା ହ୍ୟାଲୋ ଏଇଟା ମାନେ ତାହେଲେ 22 ସେଣ୍ଟିମିଟର ଏଇଟା 22 ସେଣ୍ଟିମିଟର 22 ସେଣ୍ଟିମିଟର ତାପରେ ଏଇଟା କେତେ ତା ଇଏ ତଳଟା 90 ନା ଆଜ୍ଞା ସାର୍ ସେ ଯୋଉ ରେଡ୍ କଲରଟା ସେ 0.2 ଗୋଟେ ସାଇଡ୍ ଖାଲି ସେ ବାହାରିବ ଓନ୍ଲି ଭିତର ସାଇଡ ସରିଲା ସରିଲା ଏତିକି
ଆଚ୍ଛା ଏଟା କେତେ କହିଲ? 110 ଯାଇଛି ନାଇଁ? 110 ପରେ କେତେ ଅଛି କହିଲ? 150। 150 ମାନେ କେତେ ବାହାରିଛି କହିଲ ହେଟା? ଚାରିପଟୁ ବାହାରିଛି ଏଟା 150। ଚାରିପଟୁ ଯୋଉ ବାହାରିଛି 110 ପରେ 150 ମାନେ ଏକ୍ସଟ୍ରା କେତେ କହିଲ ଦିଅ ମାନେ ବାହାରିଛି? ହ୍ୟାଲୋ। 20 ସାର୍ 20 20 ମାନେ କେତେ? 0.4 ନାଇଁ? 0.4। ଦେଖ ଏବେ ମୁଁ 0.4 ବୁଲଉଛି। ତା ଦେହରୁ ବି ଲିଭା ହବ ବହୁତ ଗୁଡାଏ ଜିନିଷ। ୱିଙ୍ଗଲ ହବ ନା, ଲିଭା ହବ ପୁଣି। ଖାଲି ଜାଣିଥା ଏଇଭଳିଆ କରିବ, ତାପରେ ଲିଭେଇବା କଥା ପର କଥା। ଏଟା କେତେ କହିଲ? 0.4 ରେ ବୁଲିଲା। ବୁଝିପାରୁଛ? ହ୍ୟାଲୋ। କରିଦିଅ ଏତିକି। ଖାଲି ଏଇଟା କରିଦେଲେ ଉପରଟା ଜଲ୍ଦି ହେଇଯିବ। ହ୍ୟାଲୋ। ସରିଗଲା ଏତିକି? 0.4 ଏକ୍ସଟ୍ରା ବଢିଲା ତ? ତାପରେ ଦେଖ ଏତିକି ହେଲା ପରେ ଏବେ ଆମେ କଣ କରିବା ନା ଆଡକୁ ବଢିଆ। ଦେଖ ଏଇ କଂକ୍ରିଟ ପରେ ଏଇଟା କେତେ ବଢିଛି ଦେଖିଲ? ହ୍ୟାଲୋ। କେତେ 320 ବଢିଛି? ସାର୍। 320 ମାନେ 6.4 ନାଇଁ? ୟେସ୍ ସାର୍। ଆଉ ଏଇଟା କେତେ? 150 ମାନେ 3 ଆଉ। ହଁ 150 ମାନେ ହଁ ସେଇ 3 ଆଉ 6.4 ନାଇଁ? ୟେସ୍ ସାର୍। 3 ଆଉ 6.4 ରେ ଗୋଟେ ବକ୍ସ ଟେ ବନେଇଦବା। ଏ ଲେନ୍ଥ ଟା କେତେ ଏ ବକ୍ସ ର? ସାର୍ ଲେନ୍ଥ ଟା ହଉଛି 6.4। ବ୍ରେଡଥ ହଉଛି 3 ନାଇଁ? ୟେସ୍ ସାର୍। ହଉ କରିଦିଅ ଦି ପଟରେ। ସାର୍ ୱିଙ୍ଗ ୱାଲ୍ ଟା କେତେ କଲେ ସାର୍ ମେଜରମେଣ୍ଟ ଟା? ୱିଙ୍ଗ ୱାଲ୍ ହଉଛି ବା ଦେଖୁନୁ ତୁ ସାଇଜ ଦେଖ ଏଠି। ରେ 150।
ସରିଗଲା। ୱିଙ୍ଗ ୱାଲ୍ ଭିତରେ ବି ତ କିଛିଟା ଜିନିଷ ହେଇଥାନ୍ତା। କରିବା। ହ୍ୟାଲୋ, ଶୁଭୁଛି ନା ଶୁଭୁନି ରେ? କେସ ଶୁଭୁଛି। ହଉ, ୱିଙ୍ଗ ୱାଲ୍ ଭିତରେ କରିବା ଯେ ଏଇ ଯୋଉ ଛାଡିଆ ଗ୍ୟାପ୍ ଟା କେତେ କହିଲ? ପ୍ରଥମେ କେତେ? 0.6 0.6 କାଇଁ 0.4 କଂକ୍ରିଟ 0.4 ଛଡା ହବ ଭିତର ପଟୁ। କଂକ୍ରିଟ ପ୍ରଥମେ 0.4 ଛଡା ହବ, ତାପରେ ଯାହା ଦେଖାଯିବ। ବୁଝିପାରିଲେ କଣ କଲି ମୁଁ? 0.4 ଛାଡିଲି, 3 ପଟରୁ ଛାଡିଛି। ଏପଟଟା କାରଣ ଲିଭା ହବ ଏବେ, ତଳେ ବି ସେଇଆ। ଏଗୁଡାକ ତମର ସରିଗଲେ କାଲିକି ଏ ଯୋଉ ହିମ୍ ପାଇପ୍ ଟା ଆରମ୍ଭ କରିବା, ତାପରେ ସେପ୍ଟିକ୍ ଟ୍ୟାଙ୍କ, ତାପରେ ସାଇଫନ୍ ଟା କରିଦବା, ସରିଯିବ। ଆମର କଣ 6ରେ ଖୋଲିଯିବ ନା ଏକ୍ଜାମ ସରିଲେ କେତେରେ ଖୋଲିବ? ହ୍ୟାଲୋ, ସାର୍ ଆମର ଯୋଉ ଏବେ ସରି ଏବେ 6ରେ ଖୋଲିଯିବ ନା ଏକ୍ଜାମ ସରିଲେ ଏକାଥରେ ଖୋଲିବ କଲେଜ? ଏକ୍ଜାମ ସରିଲେ 6ରେ ଖୋଲିବ। ଦେଖ ଏଇଟା 0.4 ଛାଡିକି ଭିତର ପଟେ କଲ ତ? ତାପରେ ବି ତ ସେଇ 0.1 0.2 ର ୱାଲ୍ ଟା ବୁଲିଯିବ। ଦେଖିବା। ଦେଖ ଏଇଟା କୋଉ ୱାଲ୍ ଟା ହେଲା କହିଲ? 110 ୱାଲ୍। 0.4 ରେ ନାଇଁ ନାଇଁ, ଏଇଟା 110 ୱାଲ୍ ଆକ୍ଚୁଆଲି। ଏଇ ଯୋଉ ଗ୍ରୀନ୍ ଲାଇନ୍ ଟା ୱିଙ୍ଗ ୱାଲ୍ ର ନୁହଁ କି? 110 ୱାଲ୍ ପରେ 100 ୱାଲ୍ ହବ, 100 ୱାଲ୍ ଟା ହବ ନାହିଁ? ହ୍ୟାଲୋ, ୟେସ୍ ସାର୍। ଆଚ୍ଛା, 100 ପରେ ଯୋଉ 100 ୱାଲ୍ ଟା ହବ, ଏଇଠିକି ଆଇଡିଆ ଆଣିଲ। ତାର ଆଉଟର ଦିଟାର 110 ପରେ ଯୋଉ 100 ଅଛି, ତାର ଆଉଟର ଟା ଦିଟାର ପ୍ଲେନ୍ ନା? ଦିଟାର ପ୍ଲେନ୍ ନାହିଁ? ୟେସ୍ ସାର୍। ଖାଲି ଇନର ଟିକେ ଭିତରକୁ ପଶିକି ଅଛି ନା 100ଟା? କେତେ 10 ନା? ହଁ ସାର୍। ୟେସ୍ ସାର୍। 10 ମାନେ 0.2। ଆଉ ଥରେ ଦେଖ ଦେଖ, ଏଟା 0.2 ଇନର ପଟରେ। ଆରେ ଝିଅ ମାନେ କିଛି ବୁଝିପାରୁଛ ନା ବୁଝିପାରୁନ? ହ୍ୟାଲୋ, ୟେସ୍ ସାର୍, 0.2 ର ୱାଲ୍ ଟା ବୁଲିବ ଏଇନା ଆଉ। କହ, ଗୁଡ୍ ଇଭିନିଂ କହ। କଣ? ହଁ 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 ହଁ।
ଆରେ ଇନଷ୍ଟଲ କରିଥିଲେ କଣ ତୁ ଏଇଠି କଟକ ଆସିବୁ ନା ଗାଁରେ ଏକ୍ଜାମ ଦବୁ ଏଇଟା କରିଥା ଇନଷ୍ଟଲ କଲେ ଯଦି କିଛି କୌଣସି ଇଏରେ ନହେଲା ମାନେ ମୋ ସବଜେକ୍ଟ ହାଇଟ୍ ଲିଷ୍ଟ ନହେଲା ଦେନ୍ ମୁଁ ଯଦି ଇଏ କରିବି ଆଉ ମାନେ ଏଇଟା ସ୍କ୍ରିନ୍ ସେୟାର ଟାଇପର ଆପଟା ତାହେଲେ ଡିଲିଟ କରିଦେ ସେ ଏକ୍ଜାମ ଟାଇମ୍ ଇନଷ୍ଟଲ କରିଦେବୁ ହଁ କଣ ହଁ ଭାଗିରଥ ସାରଙ୍କୁ ଭିଡ଼ିଓ କଲ୍ କରିଦେବ ଭିଡ଼ିଓ କଲ୍ କରିଦେବ ଆରେ ସେମିତି ହେଲେ ସାରଙ୍କୁ ଜଣେଇକି ଆଗ ପଠେଇଦେବ ଆନ୍ସର ସାର୍ ଆନ୍ସର ବାହାର କରୁଥିବେ ତାପରେ ସାରଙ୍କର ଆନ୍ସର ମନେ ହେଇଗଲା ପରେ ତମେ ଭିଡ଼ିଓ କଲ୍ କରିଦେବୁ ଆଉ ଗୋଟେ ଫୋନ୍ ପଛରେ ସେ ଫୋନ୍ଟା ଥୋଇଦେବୁ ତାପରେ ସାରଙ୍କୁ ଗୋଟେ ମୁଁ ତ ଏଥର ପିଲାଙ୍କୁ ସେୟାର କରିଥିଲି ମେକାନିକ୍ସରେ ତମର ସିନିୟର ପିଲାମାନେ ମୋତେ ସବୁ ଇଏ କରିଥିଲେ ତମର ସେ ଯେଉଁ ମେଘୁ ହରିକା ସବୁ ଫୋନ୍ କରିଥିଲେ ଭିଡ଼ିଓ କଲ୍ ମୁଁ ପାଇ ଦେଇଥିଲି ସବୁ ହଁ ଜଣେଇକି ପଠେଇଦବ ସାର୍ ତାର ଆନ୍ସରଟା ବାହାର କରିଦେବେ ମାନେ ଫାଷ୍ଟ 10 ମିନିଟ୍ ଭିତରେ ଜଣେଇକି ପଠେଇଦବ ତାପରେ ତୋର ସରିଗଲା ବେଳକୁ ଯଦି କିଛି ଡାଉଟ୍ ଥିବ ଭିଡ଼ିଓ କଲ୍ରେ ସାରଙ୍କୁ କହିଦେବ ହେଇଯିବ ନହେଲେ ସେଇ ଆପ୍ଟା ମୁଁ ସେଥିପାଇଁ କହୁଥିଲି ସ୍କ୍ରିନ୍ ସେୟାର ଆପ୍ଟା ମାନେ ସେ ଆପ୍ରେ ତୁ ଯେଉଁ ଫୋନ୍ ଏକ୍ଜାମ୍ ଦେଉଥିବୁ ସେ ଆପ୍ରେ ସାର୍ କନେକ୍ଟ ହେଇଗଲେ ସାର୍ ତୋ ଫୋନ୍ରେ ଦେଖିପାରିବେ କ'ଣ କୋଶ୍ଚିନ୍ ଅଛି ସେମାନେ କହିବେ ହଁ ନାଇଁ ସାର୍ ଯେଉଁ ଆପ୍ ଇନଷ୍ଟଲ୍ କରିବେ ସେଇଟା ମୁଁ କହିବି ସେଇଟା ହେଉଛି ଟିମ୍ ଭିଅର୍ ରିମୋଟ୍ କଣ୍ଟ୍ରୋଲ ଏଇଟା ଓନ୍ଲି ପିଲାଙ୍କ ପାଇଁ ସାର୍ ପଚାରେ ସାର୍ ଜାଣିଥିବେ ଟିମ୍ ଭିଅର୍ କି ଅଦର ଆପ୍ ଜାଣିଥିବେ ନହେଲେ ଭିଡ଼ିଓ କଲ୍ କରିଦେବ ରହିଲି ହ୍ୟାଲୋ କୋଉ ଯାଏଁ ଗଲା ପଏଣ୍ଟ 2 ର ୱାଲଟା ବୁଲିବ ବା ତ ପଏଣ୍ଟ 2 ର ବୁଲିବ ଯେ ଭିତର ପଟୁ ନା ବାହାର ପଟୁ ବୁଲିବ ତା ଭିତର ପଟୁ କାହିଁ ବୁଲିବ ବାହାର ପଟଟା ସମାନ ହିଁ ଅଛି ଓନ୍ଲି ଭିତର ପଟୁ ବୁଲିବ ରାଇଟ୍ କରିଦିଅ ସାର୍ ଏବେ ଯୋଉଟା ଭିତରକୁ ସାର୍ ଅରେଞ୍ଜଟା କଣ 0.2 ନା ସାର୍ ସେଇଟା ହଁ 0.2 ହଁ 0.2 ସରିଲା ହ୍ୟାଲୋ ଭିତର ପଟକୁ କରିଛି ତାପରେ ହଉଛି କେତେ କହିଲ ତାପଟେ ବି ସେ ପଏଣ୍ଟ 1 ର ହିଁ ୱାଲଟା ହବ ପଏଣ୍ଟ 1 ରେ ଚାରିପଟକୁ ମାନେ 3 ପଟକୁ କରିବ ଆକ୍ଚୁଆଲି 4 ପଟକୁ ୟେସ୍ କରିବା 3 ପଟକୁ କାହିଁକି ନା ଲିଭା ହଉନି ଆଉ କରୁନି ବୁଝିପାରିଲ ଦେଖ ପଏଣ୍ଟ 1 ରେ 3 ପଟକୁ ଏମିତି କୋଶ୍ଚିନ୍ ନର୍ମାଲି ଆସେନି ଖାଲି ଏ ଆଉ ବି ସେକ୍ସନ କରାହେଇଛି ବୋଲି ମୁଁ କରିଦଉଛି ନର୍ମାଲି ଏତେ ହାର୍ଡ ଆସିବନି ସହଜ ଆସିବ ତମର ଖାଲି ଏ ଆଉ ବି ଏଇଟା ସେକ୍ସନରେ ତ ତିନି କରାହେଇଛି ଆଡେ ସାର୍ ବୁଲିବ ନା
ନାଇଁ ଚାରିପଟରେ ଏପଟରେ ବି ବୁଲି ଥାନ୍ତା ଯେ ସେଟା ଲିଭା ହବ ଏପଟରେ। ମୁଁ ତିନି ଆଡୁ ହିଁ ଯେମିତି କରାହେଇଛି ସେମିତି କର। ମୁଁ ଯାହା କଲି ସେ ସରିଲା। ହ୍ୟାଲୋ ଦେଖ ଏବେ ଲିଭେଇବା। ଦେଖ ଯୋଉ ଲିଭେଇବ କଣ କରିବ ନା ଯୋଉ କଲର ଯାହା ଅଛି ତାକୁ ଆଣି ସେଇ କଲର ସିଧାରେ ଜଏନିଂ କରେଇବ। ଆକୁ ଆ ସହିତ ଜଏନିଂ କରାହେଲା। ଏଇଟା ଆ ସହିତ ହବା କଥା ମୁଁ ତାକୁ କଲର ଟିକେ ଡିଫରେଣ୍ଟ କରିଦେଇଛି। ଗୋଟେ କଲର ସେମ୍ ନାହିଁ ବି ଅସୁବିଧା ହଉଛି। ବଢେଇବ ଆକୁ ବି ବଢେଇବ ୟାକୁ ବି ବଢେଇବ। ତଳେ ବି ସେଇଭଳିଆ କରିବ। ଦେଖାଯାଉଛି ସମସ୍ତଙ୍କୁ। ହ୍ୟାଲୋ। ଇଏ ସାର୍ ଦେଖାଯାଉଛି। ମୋର ମେଜରମେଣ୍ଟ ଏପଟ ସେପଟ ହେଇଛି ବୋଲି ଏମିତି ହେଇଯାଇଛି। ତମର ମେଜରମେଣ୍ଟ ଠିକ ଠାକ ଥିବ କିଛି ଏପଟ ସେପଟ ହବନି। ମାନେ ୟାର 90 କି ତାର 90 ସହିତ ମିଶେଇବ 110 କୁ 110 ସହିତ ସମସ୍ତ ସହିତ ମିଶେଇବ ଆଉ।
ସରିଲା। ସରିଲାରେ। ଶୁଣ ୟା ପରେ ରାଇଟ୍ ସାଇଡରେ ସେମ୍ ଜିନିଷ କରିବ। ସାର୍ ଆଉ ଗୋଟେ ଜିନିଷ ଆମେ ଯଦି ଫାଷ୍ଟ ଆଉଟର ଲାଇନ୍ ସବୁ ବୁଲେଇ ଦେଇକି ତାପରେ ଭିତରେ ତ ସବୁ କଲେ ହଁ ହବ। ଚଳିବ, କିଛି ଅସୁବିଧା ନାହିଁ, ଏକା ଜିନିଷ। ଛାଡ଼। ତ ଆ ପରେ କଣ କରିବା ନା, ଏଇଠି ଗୋଟେ ଜିନିଷ ଦେଖ। କୋଉଠି ଯିବ କି? ମୁଁ ଏ କଲେଜ ପାଖକୁ ଯାଇ ଆସିବି। ତମ କଲେଜ? ହଁ ଏ ବାନର ଯିବ। ମୋ କଥା ମୁଁ ଚାଲା ନାହିଁ ସାଙ୍ଗେ ସାଙ୍ଗେ ଯିବାକୁ। ଦେଖା ଦେଖା ସେ କରିକି ଆଇଲି। ଆଜ୍ଞା ଆଜ୍ଞା। ହ୍ୟାଲୋ। ଆରେ ଦେଖାଯାଉଛି? କେସ ଦେଖାଯାଉଛି। ମିଡିଲ ଲାଇନ ଟା ଟାଣିଆ, ତ ମିଡିଲ ଲାଇନ ଯୋଉ ଟାଣିଆ କୋଉଠି ଟଣା ହବ ନା, ଏଟା କେତେ ଅଛି 300 ଅଛି ନା, ଦେଖିଲ 300 ନାହିଁ ମିଡିଲ ରେ। ୟେସ୍ ସାର୍। 300 ଟା କାହା ଇନର 90 ଇନର 300 ନା। ହଁ ଆମର ଏଇଠି ଆମେ କରିଛେ କଣ 90 100 110 150 କରିଛେ। 90 ର ଇନର ଇନର 300 ଦେଇନି। ୟେସ୍ ସାର୍। 90 ର ଇନର ଇନର 300 ଦେଇଛି। ଦେଖ ଆମର ଏଠି 90 କୋଉଟା କହିଲେ, ବ୍ଲାକ୍ ଲାଇନ ଟା 300 ହେଲେ ତା ମିଡିଲ ପର୍ଯ୍ୟନ୍ତ କେତେ ଆସିବ କହିଲ? 150 ଆସିବନି? ହଁ ସାର୍। ତା ମିଡିଲ ମାନେ ଏତିକି କେତେ ଆସିବ? 150 ଆସିବ ନୁହଁ କି? 150 ଆସିବନି ଏତିକିରେ? ୟେସ୍ ସାର୍। ହଁ ନା ନାଇଁ? 150 ଆସିବ। ଆଉ ଗୋଟେ ଜିନିଷ, ସେ ଚିତ୍ର ଗୋଟେ ଯୋଉ ବଢା ହେଇନି କି ଏପଟ ରାଇଟ ସାଇଡ କୁ ଏପଟେ ଛୋଟ ତଳେ ଛୋଟ ହଁ ଯୋଉ ମୁଁ ବଢା ହେଇଛି ସେଇଟା କଣ? କହିବି ବ୍ୟସ୍ତ ହନା, ମୁଁ କହିବି। 150 ନା, 150 ମାନେ ଦେଖ 3 ସେଣ୍ଟିମିଟର। ଏଇଠୁ ଦେଖ ମୁଁ ଯୋଉ ୟେଲୋ ଲାଇନ ବଢେଇ ଦଉଛି, ଅସୁବିଧା ହବ। 150 ପରେ ଗୋଟେ ଏପଟରେ ଗୋଟେ ଗାର ଟାଣିଦିଅ, ମିଡିଲ ଗୋଟେ ଗାର ଟାଣିଦିଅ 150 ପରେ। ରହିଲା। ହ୍ୟାଲୋ। Okay. ହ୍ୟାଲୋ। ୟେସ୍ ସାର୍। ଦେଖାଉଛି? ହଁ ସାର୍। ତାପରେ କଣ କରିବା ଦେଖ, ଏଇ ଯୋଉ ତୁ ଯୋଉ କହୁନୁ ଏଇଟା ବିଷୟରେ କହୁଛୁ ତ? ଏଇଟା ବିଷୟରେ କହୁଛୁ ତ? ୟେସ୍ ସାର୍ ୟେସ୍ ସାର୍। ହଁ ତ ଏଇଟା ଯୋଉ ମିଡିଲ ପର୍ଯ୍ୟନ୍ତ ବଢା ହବ ନା,
କେତେ ବଢା ହବ ଦେଖେ ଏଟା ହଉଛି କଟନ ୱାଲ। କଟନ ୱାଲ ଆଉଟର ଆମର କେତେ ବାହାର ଥିଲା? 1140 ସାର୍। 1140 ହେଇଥିଲା ନା? 1100। ଆଚ୍ଛା ଏଇ ଆମର ୟାର ପୁରା ଆଉଟର କେତେ ବାହାରିଲା କହିଲେ? ୟାର କମ୍ପ୍ଲିଟ ଆଉଟର ସାର୍ ସରି କଟନ ୱାଲା ହେଇଥିଲା 1130, ଆର ହେଇଛି 1140। କଟନ ୱାଲ 1140, ୟାର 1150 ବାହାରିଥିଲା। ଭଲସେ ଭାବ ସବୁ ଜାଣିପାରିବ। କଟନ ୱାଲ 1140 ବାହାରିଥିଲା। କାଲକୁଲେସନ କର। ୟେସ୍ ସାର୍। ହଁ ସାର୍ କୁହନ୍ତୁ। ହ୍ୟାଲୋ। ୟେସ୍ ସାର୍ କୁହନ୍ତୁ। ଏବେ ଦେଖ 1140 ନା? 40 ମାନେ ଦେଖ ଏଇ ଯୋଉ କଂକ୍ରିଟ ନା କେତେ କହିଲ 5 ଛାଡିକିରି ହବ। 5 ସେଣ୍ଟିମିଟର ଏପଟରେ ଛାଡିବ, ଏପଟରେ ବି କେତେ କହିଲ? 5 ସେଣ୍ଟିମିଟର 5 ମାନେ 0.1 0.1। 1 ଛାଡି କଂକ୍ରିଟ ହବ ହେଲା। ଦେଖାଉଛି 0.1 ଛାଡି କଂକ୍ରିଟ କରିଦିଅ। ଦେଖାଉଛି ରେ। ଆଚ୍ଛା ତାପରେ ୟାର ୟେସ୍ ସାର୍। କଂକ୍ରିଟ କେତେ ଥିଲା ଜାଣିଛ? କଟନ ୱାଲ କଂକ୍ରିଟ ର ଉଡିଥ କେତେ ଥିଲା ଦେଖିଲ? 80 ନଥିଲା? ହଁ ସାର୍ ହଁ ସାର୍। 80 ପରେ 50 ପରେ 40 ପୁରା ସିରିୟଲି ପୁରା ଅଛି ଛାଡି ଛାଡିକି ନାଇଁ? ୟେସ୍ ସାର୍। ଦେଖ ମୁଁ ଏବେ 80 କରୁଛି। ଏଇଟି ମାନେ 1.6 ଭିତରକୁ। ହ୍ୟାଲୋ ସରିଲାରେ? ତାପରେ ୟେସ୍ 50 ସାର୍। ମାନେ କେତେ କହିଲ? 1 ସେଣ୍ଟିମିଟର ହବ। କେତେ କେତେ ଛାଡିକିରି ହବ କହିଲ? 0.3 ଛାଡିକିରି। ହ୍ୟାଲୋ। 0.3 ଛାଡି ତ ହଁ 50 ରେ 0.3 ଛାଡିକି। 0.3 ଛାଡିକିରି ଦିପଟରେ 40 ରେ 0.3। ସାର୍ 0.2 ଆଉ। ହଁ। ମୋର ଏଇଠି ମେଜରମେଣ୍ଟ ଏପଟ ସେପଟ ହେଇଯାଇଛି। ମେଜରମେଣ୍ଟ ଠିକ୍ କରିନେବ ତମର ଠିକ୍ ଡ୍ରଇଂ ଆସିବ। ଉପରେ ବି ଯାହା ତଳେ ସେୟା କରିବରେ। ୟେସ୍ ସାର୍। ସାର୍ ଏଇଟା only ଖାଲି 2 ସାଇଡ୍ ରେ ହିଁ ହବ ନା? ହ୍ୟାଲୋ। ସାର୍ ଏଇଟା only 2 ସାଇଡ୍ ରେ ହିଁ ହବ। ହଉ।
टू साइड। ଛାଡି ଦିଅ ରେ। ଦେଖ ହ୍ୟାଲୋ, ତ ଯାହା କଲ ଆର ପଟରେ ଏପଟରେ ସେମ ଜିନିଷ କରିବା କଥା କିନ୍ତୁ କରିବା ଦରକାର ନାହିଁ। ଏପଟରେ ଆମେ କଣ କରିବା ନା ସେମ ଜିନିଷ କରିବାନି, ବାସ୍ ଏପଟରେ ଯୋଉ ଯୋଉଗୁଡା ସବୁ ଦେଖାଯିବ ସେଗୁଡା ସବୁ କରିବା। 90 ପର୍ଯ୍ୟନ୍ତ ସେପଟରେ କରିଥିଲେ 90 ଉପରକୁ ଏପଟରେ କରିବା। 90 ଉପରକୁ ମାନେ କିଏ କହିଲ? 80 70 60 50 40 ସବୁ ଦେଖିବା ଏପଟରେ। ବୁଝିପାରୁଛ ରେ? Yes sir। ଆଉ ଇଏ ସମସ୍ତଙ୍କର କଣ ହଉଛି ଦେଖିଲ, ଇନର ପୁରା ପ୍ଲେନ। ଦେଖ ଏଇଠି ମୁଁ ତମକୁ ଦେଖଉଛି, ଭଲସେ ଦେଖ ଜାଣିପାରିବ। 40 ବୁଝିଲା? ହ୍ୟାଲୋ, ଯେତିକି ଦେଖେଇଲେନି ସେଟା 40। ଆଉ ଜଣା ପଡୁଛି ନା ଜଣା ପଡୁନି? ଜଣା ପଡୁଛି ସାର୍, ଆପଣ କହୁଛନ୍ତି। 40 50 ଦେଖାଉଛି? ହଁ ସାର୍। ଜୁମ କରିଦଉଛି ରୁହ। 60 70 80 90 ଜାଣିହେଲା? ସବୁ ଭିତର Yes ପଟୁ sir। କେତେ ବାହାରିଛି? ହଁ ସାର୍। 10 10 ବାହାରିଛି ନାଇଁ? ହଁ ସାର୍। ଭିତର ପଟକୁ 10 10 ବାହାରିଛି, ମାନେ 40 ତମେ ଖାଲି ଗୋଟାଏ ଟାଣି ଦେଲା ପରେ ତାପରେ 10 10 10 ମାନେ 0.2 0.2 0.2 ଟାଣି ଟାଣି ଯିବ ଆଉ କଣ ବୁଝାଉଛି? ହ୍ୟାଲୋ, ତେଣୁ ଆଗ ଗୋଟେ Yes କାମ sir। କରିବ, ଆଗ ତା ବାଉଣ୍ଡ୍ରି ଟା ବୁଲେଇ ଦବ। ତା ବାଉଣ୍ଡ୍ରି ଟା ବୁଲେଇ ସାରିଲା ପରେ ତାପରେ ଟାଣି ଟାଣି ଯିବ ଆଉ କଣ। ତ ଫାଷ୍ଟ ଆମେ 150 ଯୋଉଠି ସରିଛି ନା ସେଇଠି ଗୋଟେ ଲାଇନ ଟଣା ହବ। ଲାଇନ ଟଣା ହେଇନି? ହଁ। ଯାହା ବି ହଉ ସଭା ଉପରଟା କେତେ ଅଛି କହିଲ? ଏଇଠି ଦେଖ ସଭା ଉପରଟା କେତେ ଅଛି? 50 ଅଛି, ମାନେ 40 40 ପରେ ଏଇଟା 50 ଲେଖାହେଇନି? ହ୍ୟାଲୋ, ଜଣା ପଡୁଛି ନା ଜଣା ପଡୁନି ରେ? ଆଜ୍ଞା ସାର୍। ଦେଖ କେମିତି କଣ ବଢେଇବ, ମୁଁ ଏଟା କହିଦଉଛି, ଟିକେ ଜଷ୍ଟ ହିଣ୍ଟସ ଦେଇ ଦଉଛି। ଏପଟରେ 40 ଟା, ଏଇ ଯୋଉ ୟେଲୋ ଏଇ ଯୋଉ ଗ୍ରୀନ ଟା 40 ନା ଏପଟରେ? ମୋର ଟିକେ ମେଜରମେଣ୍ଟ ଏପଟ ସେପଟ ହେଇଯାଇଛି। ସେଇଆକୁ ବଢେଇ ଦଉଛି ରୁହ। ସେଇ ଯୋଉ 40 ନାହିଁ, ସେଇଟାକୁ ଟିକେ ବଢେଇ ଦବ। ଇସ୍, ଦେଖାଉଛି ରେ? ସେ ଯୋଉ 40 ଟାକୁ ବଢେଇ ଦିଅ ସିଧା ଡଟେଡ ରେ। ସାର୍ ଆଗ ୱିଙ୍ଗ ୱାଲ୍ ଟା ବୁଲେଇ ଦେଇଥିଲେ ହେଇନଥାନ୍ତା କି ଆଉଟର ଟା? ହବ, ତମେ ଯାହା କରୁଛ ଯେମିତି ବି କଲେ ଚଳିବ, ତମର ଯଦି ଆଇଡିଆ ପଳେଇଲାଣି ଭଲ କଥା।
ହ୍ୟାଲୋ ଶୁଭୁଛିରେ? ବଢେଇ ଦିଅ, ବଢେଇ ସାରିଲା ପରେ ଏଟା ହେଲା 40 ପରେ 50 ବଢେଇବ, ତାପରେ ଇଏରେ 40 ପରେ 50 କି ବଢେଇବ। ତାପରେ ସବୁ ପଏଣ୍ଟ ଟୁ କରି ବଢେଇଯିବ ନା? ହଁ ତାପରେ ଇଆଡେ ବି ଗୋଟେ ଲାଇନ ଟାଣିବ, ଇଆଡୁ ହାତ ଚାଲିବ ଆଉ। Yes sir. ହ୍ୟାଲୋ Yes sir କୁହନ୍ତୁ। ତାପରେ ଆଗକୁ ଚେଷ୍ଟା କରିବ। Yes sir. ଶୁଣ, ଆଗକୁ ଚେଷ୍ଟା କରେ ମାନେ ନିଜେ ଟ୍ରାଏ କରିବ, ଦେଖିବ ହଉଛି ନା ହଉନି, ବୁଝିହେଲା? ହଁ ସାର୍। ହଉ ଚେଷ୍ଟା କର ଘରେ, ୟାକୁ ଯଦି ମୁଁ କହିବି 4 ଦିନ ଖଣ୍ଡେ ଯିବ, ଯେତିକି ହଉଛି ସେତିକି କର। ନିଜେ ଘରେ ଟିକେ ଆଇଡିଆ ଯେତିକି ଦେଲି, ଘରେ ଚେଷ୍ଟା କର ସେଇଭଳିଆ। ଆଉ ଟିକେ ଖାଲି ବୁଝେଇ ଦଉଛି, ମାନେ ଏଇଟା ଯୋଉ ଯୋଉ 150 ଅଛି, 150 ପରେ 40 ହବ, 40 ପରେ 10 10 10 10 ଛାଡିକି ଏପଟରେ କରିବ। ଇଏ ବି ୱିଙ୍ଗ ବାଲ୍ ବି ସେଇଭଳିଆ 10 10 ଭିତରକୁ ଏମିତି ଚାଲିଲା। ଆଉ ସମସ୍ତଙ୍କର ଏଣ୍ଡ ଗୋଟାଏ ଜାଗାରେ। ହ୍ୟାଲୋ Yes sir. ସମସ୍ତଙ୍କର ଏଣ୍ଡ ଟା ଗୋଟାଏ ଲାଇନରେ ରହିବ, ବୁଝିପାରୁଛ? ଏଇଟା କରିସାରିଲା Yes sir. ପରେ ତା ଉପରଟା ଇଜିଲି ହେଇଯିବ, ସିଧା ବଢେଇବ ଖାଲି। ସବୁ ଦେଇଛି, ଘରେ ଚେଷ୍ଟା କର। ଆଉ ଏଇଟା ମୁଁ ବୁଝେଇଲେ 4 ଦିନ ଖଣ୍ଡେ ଲାଗିବ, ତଥାପି ସରିବନି ଇଏ। ଯାହାର ହବ ଭଲ କଥା, ଯାହାର ନ ହବ କିଛି ଅସୁବିଧା ନାହିଁ। ସାର୍ ଫାଷ୍ଟ ମାନେ ଆଉଟର ଲାଇନ ଟା ବୁଲେଇ ଦେଲେ, ତାପରେ ପଏଣ୍ଟ ୱାନ୍ ଛାଡି ଭିତର ଖାଲି ଟାଣି ଦେଲେ ଗଲା। ଯାହା ଆଇଡିଆ ଖର୍ଚ୍ଚ କରି କରିବ, ଯଦି କରିବ ଏଇ ଏକ୍ସାମ ରେ ବି ଆସିବନି। ଖାଲି ଗୋଟେ B ସେକ୍ସନ A ସେକ୍ସନ ହେଇଥିଲା ବୋଲି କରାହେଲା ଅଳ୍ପ, ଏଇ ସରିବନି ଆହୁରି, ଏତିକି ଥାଉ। କାଲିକି ପାଇପ୍ କଲଭଟ ଟା କରିବା। Yes sir. ହଉ, କାହାର କୋଉ ସେକ୍ସନ କୋଉ ପାଇପ୍ କଲଭଟ କରାହେଇଛି ମତେ ଟିକେ ପଠେଇ ଦିଅ। ସାର୍ ପାଇପ୍ କଲର ଗୋଟେ ଯୋଉଟା ବିଛା ଭଳିଆ ତ? ହଁ 45 ଡିଗ୍ରୀରେ ଯୋଉ ୱିଙ୍ଗ ବାଲ୍ ଥିବ, ପାଇପ୍ କଲଭଟ Yes sir. ୱିଥ୍ ୱିଙ୍ଗ ବାଲ୍। କୋଉ ସେକ୍ସନରେ କୋଉ ପାଇପ୍ କଲଭଟ କରାହେଇଛି ସେଇଟା ମତେ ଖାଲି ପଠେଇ ଦିଅ। Yes sir. ଦେଖିଆ ଏତିକି ଥାଉ। ଆମର କରାହେଇନି କୋଉଟା? ପାଇପ୍ କଲଭଟ। ଟୋଟାଲି କରାହେଇନି? ନା ସାର୍। ଏ ସେକ୍ସନ କରାହେଇଛି ନା କରାହେଇନି? ହ୍ୟାଲୋ ଏଥର ହେଇଛି, ପଠେଇଛି। ହଁ ହଁ ହଁ। ଆଉ ସି ସେକ୍ସନରେ ପାଇପ୍ କଲଭଟ କରାହେଇଛି ନା କରାହେଇନି? Yes sir କରାହେଇଛି ନା ପାଇପ୍ କଲଭଟ। ସେମ୍ କରାହେଇଛି, ଏ ରେ ଯାହା ସି ରେ ସେଇଆ। ସେଇଟା ହିଁ କରିବା ଆଉ, ହେଲା। ଏତିକି ଥାଉ, ଯିବା ଚାଲ। Yes sir.